ମୋର ପ୍ରିୟ ଦେଶବାସୀ, ମୁଁ ଆପଣମାନଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। 78ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ଦେଖି ମୁଁ ଆନନ୍ଦିତ। ଏହି ଅବସରରେ ଲାଲକିଲ୍ଲା ହେଉ, ରାଜ୍ୟର ରାଜଧାନୀରେ ହେଉ କିମ୍ବା ସ୍ଥାନୀୟ ଅଞ୍ଚଳରେ ତ୍ରିରଙ୍ଗା ଉତ୍ତୋଳନ ଦେଖିବା ଆମ ହୃଦୟକୁ ସବୁବେଳେ ରୋମାଞ୍ଚିତ କରିଥାଏ। 140 କୋଟିରୁ ଅଧିକ ଭାରତୀୟଙ୍କ ସହ ଆମ ମହାନ ରାଷ୍ଟ୍ରର ଅଂଶ ହେବାର ଆନନ୍ଦକୁ ଏହା ପରିପ୍ରକାଶ କରୁଛି। ଯେମିତି ଆମେ ଆମ ପରିବାର ସହିତ ବିଭିନ୍ନ ପର୍ବପର୍ବାଣି ପାଳନ କରିଥାଉ, ସେମିତି ଆମେ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ଆମ ପରିବାର ସହିତ ପାଳନ କରିଥାଉ, ଯେଉଁଥିରେ ଆମର ସାଥୀ ନାଗରିକମାନେ ସାମିଲ ହୋଇଥାନ୍ତି। ଅଗଷ୍ଟ 15 ତାରିଖରେ ଆମ ଦେଶ ଓ ବିଦେଶର ସମସ୍ତ ସ୍ଥାନରେ ଭାରତୀୟମାନେ ଜାତୀୟ ପତାକା ଉତ୍ତୋଳନ ସମାରୋହରେ ଅଂଶଗ୍ରହଣ କରନ୍ତି, ଦେଶାତ୍ମବୋଧକ ଗୀତ ଗାନ କରନ୍ତି ଏବଂ ମିଠା ବାଣ୍ଟିଥାନ୍ତି। ଛୋଟ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି। ଯେତେବେଳେ ଆମେ ସେମାନଙ୍କୁ ଆମ ମହାନ ଦେଶ ବିଷୟରେ ଏବଂ ଏହାର ନାଗରିକ ହେବାର ସୌଭାଗ୍ୟ ବିଷୟରେ କହୁଥିବା ଶୁଣିଥାଉ, ସେତେବେଳେ ଆମେ ସେମାନଙ୍କ କଥାରେ ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭାବନାର ପ୍ରତିଫଳନ ଦେଖିବାକୁ ପାଇଥାଉ। ଆମେ ଏହା ଅନୁଭବ କରୁ ଯେ ଆମେ ସେହି ପରମ୍ପରାର ଅଂଶ ଯେଉଁଠାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ଏବଂ ଆଗାମୀ ପିଢ଼ିଙ୍କ ଆକାଂକ୍ଷାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏହା ଆଗାମୀ ବର୍ଷରେ ଆମ ରାଷ୍ଟ୍ରକୁ ନିଜ ସମ୍ପୂର୍ଣ୍ଣ ଗୌରବ ପୁନଃ ପ୍ରାପ୍ତ କରୁଥିବା ଦେଖିବ। ଇତିହାସର ଏହି ଶୃଙ୍ଖଳର ଆମେ ଯୋଗସୂତ୍ର ବୋଲି ଅନୁଭବ କରିବା ଆମ ଭିତରେ ଏକତାର ଚେତନାକୁ ପ୍ରସାରିତ କରିଥାଏ। ଏହି ଅନୁଭୂତି ଆମକୁ ସେହି ଦିନଗୁଡ଼ିକ କଥା ମନେ ପକାଇ ଦିଏ ଯେତେବେଳେ ଆମ ଦେଶ ବିଦେଶୀ ଶାସନ ଅଧୀନରେ ଥିଲା। ରାଷ୍ଟ୍ରଭକ୍ତି ଓ ବୀରତ୍ୱରେ ପରିପୂର୍ଣ୍ଣ ଦେଶପ୍ରେମୀମାନେ ସାହସିକତାର ସହ ବହୁ ବିପଦର ସାମ୍ନା କରି ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଆମେ ସେମାନଙ୍କ ପବିତ୍ର ସ୍ମୃତିକୁ ପ୍ରଣାମ କରୁଛୁ। ସେମାନଙ୍କ ଅକ୍ଳାନ୍ତ ଓ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି ସୁପ୍ତ ରହିଥିବା ଭାରତର ଆତ୍ମା ଜାଗ୍ରତ ହୋଇଥିଲା। ଅନେକ ପିଢ଼ିର ମହାନ ନେତାଙ୍କଠାରେ ଥିବା ବିଭିନ୍ନ ପରମ୍ପରା ଓ ମୂଲ୍ୟବୋଧକୁ ମିଳିଥିଲା ନୂତନ ଅଭିବ୍ୟକ୍ତି। ପରମ୍ପରାର ବିବିଧତା ଏବଂ ସେମାନଙ୍କର ଅଭିବ୍ୟକ୍ତିକୁ ଏକାଠି କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏଥିସହିତ ସର୍ଦ୍ଦାର ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବାବା ସାହେବ ଆମ୍ବେଦକରଙ୍କ ସମେତ ଭଗତ ସିଂ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ମହାନ ଜନନାୟକ ମଧ୍ୟ ସକ୍ରିୟ ଥିଲେ। ଏହା ଏକ ଦେଶବ୍ୟାପୀ ଆନ୍ଦୋଳନ ଥିଲା ଯେଉଁଥିରେ ସମସ୍ତ ସମ୍ପ୍ରଦାୟ ଅଂଶଗ୍ରହଣ କରିଥିଲେ। ଆଦିବାସୀଙ୍କ ମଧ୍ୟରେ ତିଲକା ମାଝୀ, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ଫୁଲ ଝାନୁଙ୍କ ଭଳି ଅନେକଙ୍କ ବଳିଦାନକୁ ଏବେ ପ୍ରଶଂସା କରାଯାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଆମେ ଜନଜାତି ଗୌରବ ଦିବସ ଭାବେ ପାଳନ କରିବା ଆରମ୍ଭ କରିଛୁ। ଆସନ୍ତା ବର୍ଷ ତାଙ୍କର 150ତମ ଜୟନ୍ତୀ ପାଳନ ରାଷ୍ଟ୍ରୀୟ ପୁନଃ ଜାଗରଣରେ ତାଙ୍କର ଅବଦାନକୁ ଆହୁରି ସମ୍ମାନିତ କରିବାର ଆମ ପାଇଁ ଏକ ମହାନ ସୁଯୋଗ ହେବ। ମୋର ପ୍ରିୟ ଦେଶବାସୀ, ଆଜି ଅଗଷ୍ଟ 14 ତାରିଖ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ଆଜି ବିଭାଜନର ଭୟାବହତାକୁ ମନେ ପକାଇବାର ଦିନ। ଯେଉଁଦିନ ଆମ ମହାନ ଦେଶର ବିଭାଜନ ହେଲା, ଲକ୍ଷ ଲକ୍ଷ ଲୋକ ବାଧ୍ୟ ହୋଇ ସ୍ଥାନାନ୍ତରର ସମ୍ମୁଖୀନ ହେଲେ, ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ। ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ ଆମେ ସେହି ଅତୁଳନୀୟ ମାନବିକ ଦୁଃଖଦ ଘଟଣାକୁ ସ୍ମରଣ କରୁଛୁ ଓ ତାହାଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ସହିତ ଛିଡ଼ା ହୋଇଛୁ। ଆମେ ସମ୍ବିଧାନର 75ତମ ବର୍ଷ ପାଳନ କରୁଛୁ। ନୂତନ ଭାବେ ସ୍ୱାଧୀନତା ହାସଲ କରିଥିବା ଭାରତର ଯାତ୍ରା ବାଧାବିଘ୍ନ ବିହୀନ ନଥିଲା। ନ୍ୟାୟ, ସମାନତା, ସ୍ୱାଧୀନତା ଏବଂ ଭାଇଚାରାର ସାମ୍ବିଧାନିକ ଆଦର୍ଶ ଉପରେ ଅଟଳ ରହି ଆମେ ବିଶ୍ୱ ସ୍ତରରେ ଭାରତକୁ ତାର ଉଚିତ ସ୍ଥାନ ଫେରାଇ ଆଣିବାରେ ସକ୍ଷମ କରିବା ଲକ୍ଷ୍ୟରେ ଆମେ ଦୃଢ଼ ରହିଛୁ। ଚଳିତ ବର୍ଷ ଆମ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ଭୋଟରଙ୍କ ସଂଖ୍ୟା ପାଖାପାଖି 97 କୋଟି ଥିଲା, ଯାହା ଏକ ଐତିହାସିକ କୀର୍ତ୍ତିମାନ ଥିଲା। ମାନବ ସମ୍ପ୍ରଦାୟ ଇତିହାସର ସବୁଠାରୁ ବଡ଼ ନିର୍ବାଚନ ପ୍ରକ୍ରିୟାର ସାକ୍ଷୀ ରହିଲା। ଏହିଭଳି ଏକ ବିଶାଳ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଓ ନିରପେକ୍ଷ ଭାବେ ଆୟୋଜନ କରିଥିବାରୁ ନିର୍ବାଚନ ଆୟୋଗ ଅଭିନନ୍ଦନର ପାତ୍ର। ମୁଁ ସମସ୍ତ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଭୀଷଣ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମତଦାତାମାନଙ୍କୁ ସହାୟତା କରିଥିଲେ। ଏତେ ସଂଖ୍ୟକ ଲୋକଙ୍କ ମତାଧିକାର ସାବ୍ୟସ୍ତ କରିବା ଗଣତାନ୍ତ୍ରିକ ବିଚାରଧାରାର ଅଭୂତପୂର୍ବ ସମର୍ଥନକୁ ଦର୍ଶାଉଛି। ଭାରତର ସଫଳ ନିର୍ବାଚନ ପରିଚାଳନା ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ଶକ୍ତିକୁ ସୁଦୃଢ଼ କରିଛି। ମୋର ପ୍ରିୟ ଦେଶବାସୀ, 2021ରୁ 2024 ମଧ୍ୟରେ 8% ଅଭିବୃଦ୍ଧି ହାର ହାସଲ କରି ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ଏହାଦ୍ୱାରା କେବଳ ଲୋକଙ୍କ ପାଖରେ ଅଧିକ ଅର୍ଥ ପହଞ୍ଚି ନାହିଁ, ବରଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁମାତ୍ରାରେ ହ୍ରାସ ପାଇଛି।
ଯେଉଁମାନେ ଏବେ ମଧ୍ୟ ଦାରିଦ୍ର୍ୟରେ ପୀଡ଼ିତ ଅଛନ୍ତି ସେମାନଙ୍କୁ କେବଳ ସାହାଯ୍ୟର ହାତ ବଢ଼ାଇବା ପାଇଁ ନୁହେଁ ବରଂ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମଧ୍ୟ ସମସ୍ତ ପ୍ରୟାସ କରାଯାଉଛି। ଉଦାହରଣ ସ୍ୱରୂପ କୋଭିଡ୍-19ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରାୟ 80 କୋଟି ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯାଉଛି। ଯେଉଁମାନେ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି ସେମାନେ ଯେଭଳି ପୁଣି ସେହି ଅବସ୍ଥାକୁ ନ ଯାଆନ୍ତି ତାହା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ। ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ମଧ୍ୟ ଖୁବ୍ ଶୀଘ୍ର ଶ୍ରେଷ୍ଠ 3ଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛୁ। ଏହା କେବଳ କୃଷକ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ, ନୀତି ନିର୍ମାତା ଓ ଉଦ୍ୟମୀମାନଙ୍କ ଦୂରଦୃଷ୍ଟି ଏବଂ ଦୂରଦର୍ଶୀ ସମ୍ପନ୍ନ ନେତୃତ୍ୱ ଦ୍ୱାରା ସମ୍ଭବ ହୋଇପାରିଛି। ଆମର ଅନ୍ନଦାତା କୃଷକମାନେ ଆଶାଠାରୁ ଅଧିକ କୃଷି ଉତ୍ପାଦନ ସୁନିଶ୍ଚିତ କରିଛନ୍ତି। ଏହାଦ୍ୱାରା ସେମାନେ ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏବଂ ଆମ ଦେଶବାସୀଙ୍କୁ ଖାଦ୍ୟ ଉପଲବ୍ଧ କରାଇବା କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ଦେଇଛନ୍ତି। ବିଗତ ବର୍ଷଗୁଡ଼ିକରେ ଦେଶରେ ଭିତ୍ତିଭୂମିକୁ ଅଧିକ ପ୍ରୋତ୍ସାହନ ମିଳିଛି। ସୁବିଚାରିତ ଯୋଜନା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସଡ଼କ ଓ ରାଜପଥ, ରେଳପଥ ଓ ବନ୍ଦରର ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରିଛି। ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ଅନେକ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଏହାଛଡ଼ା ଷ୍ଟାର୍ଟଅପ୍ ଗୁଡ଼ିକୁ ଜୋରଦାର ଭାବେ ପ୍ରୋତ୍ସାହିତ କରିବା ପାଇଁ ଏକ ଆଦର୍ଶ ଇକୋସିଷ୍ଟମ ମଧ୍ୟ ସୃଷ୍ଟି କରାଯାଇଛି ଯାହା ସେମାନଙ୍କ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଏହା ଭାରତକୁ ଆହୁରି ଆକର୍ଷଣୀୟ ନିବେଶ ସ୍ଥଳରେ ପରିଣତ କରିଛି। ଅଧିକ ସ୍ୱଚ୍ଛତା ସହିତ ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ର ଅଧିକ ଦକ୍ଷ ହୋଇପାରିଛି। ଏହିସବୁ କାରଣ ପରବର୍ତ୍ତୀ ପିଢ଼ିର ଅର୍ଥନୈତିକ ସଂସ୍କାର ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଞ୍ଚ ପ୍ରସ୍ତୁତ କରିଛି ଯାହାଦ୍ୱାରା ଭାରତ ବିକଶିତ ରାଷ୍ଟ୍ର ତାଲିକାରେ ସାମିଲ ହୋଇପାରିବ। ଏହି ଦ୍ରୁତ କିନ୍ତୁ ସମାନ ପ୍ରଗତି ଯୋଗୁଁ ଭାରତର ସ୍ଥିତି ବିଶ୍ୱସ୍ତରରେ ବୃଦ୍ଧି ପାଇଛି। G20 ଅଧ୍ୟକ୍ଷତାର ସଫଳ ସମାପନ ପରେ ଭାରତ ଗ୍ଲୋବାଲ ସାଉଥର ସ୍ୱର ଭାବରେ ନିଜର ଭୂମିକାକୁ ସୁଦୃଢ଼ କରିଛି। ବିଶ୍ୱ ଶାନ୍ତି ଓ ସମୃଦ୍ଧିର ପରିସରକୁ ବିସ୍ତାର କରିବା ପାଇଁ ଭାରତ ନିଜର ପ୍ରଭାବଶାଳୀ ସ୍ଥିତିକୁ ବ୍ୟବହାର କରିବାକୁ ଚାହୁଁଛି। ମୋର ପ୍ରିୟ ଦେଶବାସୀ, ଆମ ସମ୍ବିଧାନର ରଚୟିତା ଡକ୍ଟର B.R. ଆମ୍ବେଦକରଙ୍କର କଥା ସର୍ବଦା ମନେ ରଖିବା ଉଚିତ। ସେ ବାସ୍ତବରେ ଠିକ୍ କହିଥିଲେ ଏବଂ ମୁଁ ଉଦ୍ଧୃତ କରୁଛି, ଆମକୁ ଆମ ରାଜନୈତିକ ଗଣତନ୍ତ୍ରକୁ ଏକ ସାମାଜିକ ଗଣତନ୍ତ୍ରରେ ପରିଣତ କରିବା ଉଚିତ। ରାଜନୈତିକ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ ଯଦି ସାମାଜିକ ଗଣତନ୍ତ୍ର ଏହାର ଆଧାର ନ ହୁଏ। ରାଜନୈତିକ ଗଣତନ୍ତ୍ରର କ୍ରମାଗତ ପ୍ରଗତି ସାମାଜିକ ଗଣତନ୍ତ୍ରର ସୁଦୃଢ଼ୀକରଣ ଦିଗରେ ହୋଇଥିବା ଅଗ୍ରଗତିର ପ୍ରମାଣ ଦେଇଥାଏ। ଅନ୍ତର୍ଭୁକ୍ତିକରଣର ଭାବନା ଆମ ସାମାଜିକ ଜୀବନର ପ୍ରତ୍ୟେକ ଦିଗରେ ବ୍ୟାପିଛି। ଆମର ବିବିଧତା ଏବଂ ବହୁବିଧତା ସହିତ ଆମେ ଏକଜୁଟ ହୋଇ ଏକ ରାଷ୍ଟ୍ର ଭାବରେ ଏକାଠି ଆଗକୁ ବଢ଼ୁଛୁ। ସକାରାତ୍ମକ କାର୍ଯ୍ୟକୁ ଅନ୍ତର୍ଭୁକ୍ତିକରଣର ଏକ ଉପକରଣ ଭାବରେ ସୁଦୃଢ଼ କରିବା ଆବଶ୍ୟକ। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାରତ ପରି ଏକ ବିଶାଳ ଦେଶରେ ସାମାଜିକ ମାନ୍ୟତା ଆଧାରରେ ମତଭେଦକୁ ପ୍ରୋତ୍ସାହିତ କରୁଥିବା ପ୍ରବୃତ୍ତିକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। ସାମାଜିକ ନ୍ୟାୟ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସରକାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗ କଲ୍ୟାଣ ପାଇଁ ଅନେକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଓ ରୋଜଗାର ଆଧାରିତ ଜନକଲ୍ୟାଣ ଅର୍ଥାତ୍ PM ସୁରଜ ଯୋଜନାର ଲକ୍ଷ୍ୟ ହେଉଛି ପଛୁଆ ସମ୍ପ୍ରଦାୟର ଲୋକଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବା। ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ବା PM ଜନମନ ଗଣ ଅଭିଯାନରେ ପରିଣତ ହୋଇଛି। ଏଥିରେ ସ୍ୱତନ୍ତ୍ର ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ନ୍ୟାସନାଲ୍ ଆକ୍ସନ୍ ଫର୍ ମେକାନାଇଜ୍ ସାନିଟେସନ୍ ଇକୋସିଷ୍ଟମ ବା ନମସ୍ତେ ଯୋଜନାରେ ଏହା ସୁନିଶ୍ଚିତ କରିବ ଯେ କୌଣସି ସଫେଇ କର୍ମଚାରୀଙ୍କୁ ନର୍ଦ୍ଦମା ଏବଂ ସେପ୍ଟିକ୍ ଟାଙ୍କି ସଫା କରିବା ଭଳି ବିପଜ୍ଜନକ କାର୍ଯ୍ୟ ହାତରେ କରିବାକୁ ପଡ଼ିବ ନାହିଁ। ନ୍ୟାୟ ଶବ୍ଦ ବ୍ୟାପକ ଅର୍ଥରେ ବିଭିନ୍ନ ସାମାଜିକ କାରଣ ସହ ଅନ୍ତର୍ଭୁକ୍ତ। ମୁଁ ସେଗୁଡ଼ିକ ମଧ୍ୟରୁ 2ଟି ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ଚାହେଁ। ତାହା ହେଉଛି ମହିଳା ପୁରୁଷଙ୍କ ମଧ୍ୟରେ ନ୍ୟାୟଗତ ସମାନତା ଏବଂ ଜଳବାୟୁ ନ୍ୟାୟ। ଆମ ସମାଜରେ ନାରୀଙ୍କୁ କେବଳ ସମାନତା ନୁହେଁ ବରଂ ସମାନତା ଠାରୁ ମଧ୍ୟ ଅଧିକ ମାନ୍ୟତା ଦିଆଯାଇଥାଏ। ତଥାପି ସେମାନଙ୍କୁ ପରମ୍ପରାଗତ ଭେଦଭାବର ଶିକାର ହେବାକୁ ପଡ଼ିଥାଏ।
किंतु मु आनंदित जे सरकार महिला कल्याण और महिला सशक्तिकरण को समान गुरुत्व देइछन्ति। गत दशंधि मध्य एथिपाई बजेट आवंटन 3 गुणरू अधिक होइछि। श्रमशक्ति रे सेमानकर भागीदारी वृद्धि पाइछि। एही क्षेत्र रे जन्म समय झियोमानक अनुपात रे घटिथिबा उल्लेखनीय वृद्धि सबुठारु उत्साहजनक। महिलांक उन्नति पई सरकार अनेक स्वतंत्र योजना लागू करिसंति। नारी शक्ति बंधन अधिनियमर उद्देश्य होछि महिलांक प्रकृत सशक्तिकरण को सुनिश्चित करबा। जलवायु परिवर्तन एबे वास्तवतारे परिणत होइछि। विकासशील राष्ट्रमानंक पई सेमानक अर्थनैतिक ढांचारे परिवर्तन आनिबा अधिक आह्वानमूलक होइछि। तथापि आमे सेही दिगरे आशाठारु अधिक अग्रगति करिसारिछु। विश्व तापायनर सबुठारु खराब प्रभावरु पृथ्वी को रक्षा करिबा पई मानव जातिर लढ़ई रे अग्रणी थिबारु भारत गर्व अनुभव करुछि। मु आपण समस्तंकु अनुरोध करुछि जे आपणक जीवनशैली रे छोट किंतु प्रभावशाली परिवर्तन करंतु एवं जलवायु परिवर्तन आह्वान रो मुकाबिला करिबारे योगदान करंतु। न्याय विषय कहिबाकू गले मु एकथा मध्य कहिबाकू चाहूछि जे चलित वर्ष जुलाई मासरू भारतीय न्याय संहिता को ग्रहण करी आमे औपनिवेशिक जुगर आउ एक अवशेष को हटाई देछु। केवल दंड उपरे ध्यान न देई अपराध पीड़ितों को न्याय सुनिश्चित करबा पई नुआ आईन उद्दिष्ट। मुही परिवर्तन को स्वाधीनता सेनानी प्रति श्रद्धांजलि भावरे विवेचना करुछि। मोर प्रिय देशवासी, आम युवपीढ़ी स्वाधीनतार शतवार्षिकी पर्यंत चलिथिबा अमृत काल अर्थात आजिठारु प्राय 1/4 कालखंड को वास्तव रूप प्रदान करिवे। सेमानकर शक्ति एवं उत्साह बଳରେ ही आम देश नूतन शिखर रे पहुंचिबो। आमर प्राथमिकता हेउछि युवपीढ़ीर मन और मस्तिष्क को विकसित करिबा तथा परंपरा एवं समसामयिक ज्ञानर सर्वोत्तम दिग को ग्रहण करिबा लागि नूतन मानसिकता सृष्टि करिबा। एही परिप्रेक्षी रे 2020 रु आरंभ होइथिबा जातीय शिक्षा नीतिर निर्यास प्रकाश पाइबा आरंभ होइछि। युवा प्रतिभार संपूर्ण उपयोग करिबा पई सरकार दक्षता नियुक्ति एवं अन्यान्य सुजोगर सुविधा पई पदक्षेप नैछन्ति। रोजगार एवं दक्षता विकास पई प्रधानमंत्री 5टी योजना माध्यम 5 वर्ष मध्य 4 कोटी 10 लाख युवक उपकृत हेबे। सरकार एक नुआ पदक्षेप अधीन 1 कोटी युवक 5 वर्ष मध्य अग्रणी कंपानी रे इंटर्नशिप करेंगे। एही सबु पदक्षेप विकसित भारत गठन दिगरे एक मौलिक अवदान हेबो। भारत रे आमे विज्ञान और प्रजुक्ति विद्या को ज्ञानर अनुसंधान एक अंश भाव देखुचु एवं मानव प्रगतिर उपकरण भाव देखुचु। उदाहरण स्वरूप डिजिटल प्रयोग क्षेत्र में आमर सफलता अन्य देश में प्रयोगात्मक भाव व्यवहृत होउछि। विगत किछि वर्ष मध्य भारत महाकाश गवेषणा क्षेत्र में अभूतपूर्व अग्रगति करिछि। आपण मानक सहित मु मध्य आसंता वर्ष गगनयान मिशन उत्क्षेपण को उत्सुकतार सह अपेक्षा करिछि, जहाँ भारतर प्रथम मानव महाकाश यात्रा रे भारतीय महाकाशचारी एक दल को महाकाश को नहीं जिवो। क्रीड़ा जगत हेउछि आउ एक क्षेत्र जेउथिरे गत दशंधि मध्य आम देश बहुत अग्रगति करिछि। क्रीड़ा भित्तिभूमिर विकास को सरकार सठिक प्राथमिकता देइछन्ति एवं एहार सुफल मध्य मिलुछि। निकटरे शेष होइतिबा प्यारिस ओलंपिक्स क्रीड़ा रे भारतीय दल निजर सर्वोत्तम प्रयास करिथिला। खेलाड़ीଙ୍କ निष्ठा और कठिन परिश्रम को मो प्रशंसा करुछि। सेमाने युवपीढ़ी को प्रेरणा देइछन्ति। क्रिकेट रे भारत T20 विश्वकप जीतिबा परे बहु संख्यार प्रशंसक खुशी होइछन्ति। चेस रे आमर साथी माने देश को गर्वित करिछन्ति। चेस रे यह एक भारतीय जुगर आरंभ बोली कहा जाउछि। बैडमिंटन टेनिस और अन्यान्य क्रीड़ा रे आम युवपीढ़ी विश्वस्तर रे निजर परिचय सृष्टि करुछन्ति। सेमानक सफलता परवर्ती पीढ़ी को मध्य प्रेरणा देउछि। मोर प्रिय देशवासी, देश स्वाधीनता दिवस पालन करने को प्रस्तुत हेउछि। ए उत्साहपूर्ण अवसर रे मु पुणी थरे आपण मानकु समस्तंकु शुभेच्छा जनाउछि। विशेषकर सशस्त्र बाहिनीर वीर जवान मानकु शुभेच्छा जनाउछि, जेउ माने निज जीवन को बाजी लगाई आम स्वाधीनता को सुरक्षा देउछन्ति। सारा देश रे सतर्क प्रहरी भावे कार्य करुथिबा पुलिस और सुरक्षाकर्मी को मु शुभेच्छा जनाउछि। मु न्यायपालिकार सदस्य एवं नागरिक सेवा सदस्य सह विदेश रे थिबा दूतावास रे थिबा आम अधिकारी मानकु मध्य शुभेच्छा जनाउछि। आम प्रवासी भारतीयों को मध्य मोर शुभेच्छा। आपण माने आम परिवार रो एक अंश अटंती। आपणक सफलतारे आपण आमको गौरवान्वित करिसंती। आपण माने गर्वर सहित भारतर संस्कृति और ऐतिह्यर प्रतिनिधित्व करुछंती। पुणी थरे
ମୁଁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।